नमस्कार जय जगन्नाथ मु इब्राहिम आपण समस्त वेलकम करछु आउ गोटे ब्लॉग रे। आज हमें कथा हवा 45 राइस अर्थात 45 राइस कोन किपरि तयारी हुए काहे की तयारी करा जाय आ कोठी मिले ता पूर्वरु मु टिके कहिया पई चाहिबी वर्तमान मार्केट बहुत जन कंप्लेन करछथि प्लास्टिक चाउल आसलानी। तो आपण मते केबे देखिछथि कि प्लास्टिक चाउल तो प्रथमे कथा प्लास्टिक चाउल कोन लोक माने काहे की प्लास्टिक चाउल कहंती कोठी मिले तेणु मु एठा आपन देखैबी आमे मार्केट की चाउल कलेक्शन करछु सैंपल कलेक्शन करछु। हाँ मामा तो ସେଇଠି ଯଦି ଆପଣ ଲକ୍ଷ୍ୟ କରିବେ ଏଇ ଭିତରେ କିଛି କିଛି ଚାଉଳ ଅଛି ଯୋଉଟା କି ପୁରା ହ୍ୱାଇଟ୍ କଲର ଦେଖାଉଛି। ଏଇଟା ଦେଖନ୍ତୁ ସାଧାରଣତଃ ନର୍ମାଲ ଚାଉଳ ଠାରୁ ୟାର କଲର ପୁରା ଡିଫରେଣ୍ଟ ରହୁଛି ଆଉ ୟାକୁ ହ୍ୱାଇଟ୍ ରହୁଛି ଆଉ ଲୋକମାନେ ୟାକୁ ପ୍ଲାଷ୍ଟିକ ଚାଉଳ ବୋଲି କହୁଛନ୍ତି। ତ ଚାଲନ୍ତୁ ଆମେ ପ୍ରଥମେ ଏଇ ଚାଉଳକୁ ପାଣିରେ ପକେଇକି ଦେଖିବା ଆଉ କିପରି ଭାସୁଛି ନା ନାହିଁ ତାର ପରୀକ୍ଷା କରିବା। ଏଇ ଦେଖନ୍ତୁ ମୁଁ ଚାଉଳ ନେଲି ଆଉ ଏଠି ପାଣି ଅଛି ପାଣିରେ ୟାକୁ ଛାଡ଼ିଦେଲି। ଛାଡ଼ିଦେଲା ପରେ ଏଇଠି ଦେଖନ୍ତୁ ଯାହା ଆପଣ ଲକ୍ଷ୍ୟ କରିପାରୁଥିବେ 5 ରୁ 10ଟି ଚାଉଳ ଉପରେ ଭାସୁଛି ଆଉ ଯାହାକି ପୁରା ହ୍ୱାଇଟ୍ କଲର ରହିଛି। ତେଣୁ ଏଠାରେ ମନେ କରନ୍ତୁ ଯେ ଆପଣଙ୍କ 100ଟି ଚାଉଳରେ ପାଖାପାଖି 10ଟି ଚାଉଳ କି 5ଟି ଚାଉଳ ଏପରି ବାହାରିବ ଯାହାକି 45 ରାଇସ୍ ଅଟେ। ତ ଚାଲନ୍ତୁ ଜାଣିବା 45 ରାଇସ୍ କଣ ଆଉ କାହିଁକି ୟାକୁ ଚାଉଳରେ ମିଶାଇଛି କଣ ୟା ସତରେ ପ୍ଲାଷ୍ଟିକ। ପ୍ରଥମେ ତ ଦର୍ଶକ ବନ୍ଧୁ ଜାଣି ରଖନ୍ତୁ 45 ରାଇସ୍ କୌଣସି ପ୍ରକାର ପ୍ଲାଷ୍ଟିକ ଚାଉଳ ନୁହେଁ। ଏହା ସରକାରଙ୍କ ଦ୍ୱାରା ନିର୍ମିତ ଏକ ପ୍ରୋଟିନ ଯୁକ୍ତ ଚାଉଳ। ଯେହେତୁ ଭାରତ ବର୍ଷରେ ବହୁତ ମାତ୍ରାରେ ବର୍ତ୍ତମାନ ନ୍ୟୁଟ୍ରିସନ ଅଭାବ ରହୁଛି ବିଶେଷ କରି ଗର୍ଭବତୀ ମା ଓ ଛୁଆ ମାନଙ୍କ କ୍ଷେତ୍ରରେ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ବହୁତ ଅଭାବ ଦେଖାଯାଉଛି। ତେଣୁ ଏହି ଅଭାବକୁ ପୂରଣ କରିବା ପାଇଁ ସରକାର କଣ କଲେ ନା 45 ରାଇସ୍ କୁ ନିର୍ମାଣ କଲେ। 45 ରାଇସ୍ କୁ ନିର୍ମାଣ କରିବା ପାଇଁ ସାଧାରଣତଃ 3ଟି ପଦ୍ଧତି କରାଯାଏ। ସେଇ ଭିତରୁ ମୁଖ୍ୟ ପଦ୍ଧତି ହେଉଛି ପ୍ରଥମେ ଚାଉଳକୁ ଗୁଣ୍ଡ କରି ଦିଆଯାଏ। ସେଇ ଚାଉଳ ଗୁଣ୍ଡରେ ଆଇରନ୍ ଜିଙ୍କ୍ ଆଉ ଫୋଲିକ ଏସିଡ ଭଳିଆ ମାଇକ୍ରୋ ନ୍ୟୁଟ୍ରିଏଣ୍ଟକୁ ମିଶା ଯାଇଥାଏ ଆଉ ୟାକୁ ଭଲ ଭାବରେ ମିଶ୍ରିତ କରି ସାରିଲା ପରେ ୟାକୁ ଏକ ଚାଉଳର ଆକାର ଦିଆଯାଏ। ସାଧାରଣତଃ ଏହି ପରିମାଣ 100 କେଜି ଚାଉଳରେ 1 କେଜି ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯୁକ୍ତ ଚାଉଳକୁ ମିଶାଇଥାଏ ଅର୍ଥାତ 100 କେଜି ଚାଉଳରେ 1 କେଜି 45 ରାଇସ୍ କୁ ମିଶା ଯାଇଥାଏ ଯାହା ଫଳରେ ଆମେ ପ୍ରତ୍ୟେକ ଦିନ ତାକୁ ବ୍ୟବହାର କରିବା ଓ ଶରୀରରେ ଆବଶ୍ୟକ ହେଉଥିବା ମାଇକ୍ରୋ ନ୍ୟୁଟ୍ରିଏଣ୍ଟକୁ ପୂରଣ କରିପାରିବା। 45 ରାଇସ୍ ରେ ଥିବା ଆଇରନ୍ ତତ୍ତ୍ୱ ଆମ ଶରୀରରେ ହିମୋଗ୍ଲୋବିନ୍ ପ୍ରୋଡକ୍ସନ କରିଥାଏ, ଇମ୍ୟୁନିଟିକୁ ବୁଷ୍ଟ କରିଥାଏ। ତା ଛଡା ସେଲ ନିର୍ମାଣ ମଧ୍ୟ ଏ ସାହାଯ୍ୟ କରିଥାଏ। ତା ଛଡା ଏଥିରେ ଥିବା ଜିଙ୍କ୍ ଓ ଫୋଲିକ ଏସିଡ ଶରୀରର ବିଭିନ୍ନ ପ୍ରକାର ଗଠନାତ୍ମକ କାର୍ଯ୍ୟରେ ନିୟୋଜିତ ହୋଇଥାଏ ଆଉ ଏହାର ଅଭାବ ପୂରଣ କରିଥାଏ ଏହି ଫୋଲିକ ଏସିଡ ଯୁକ୍ତ ଜିଙ୍କ୍ ଓ ଆଇରନ୍ ଯୁକ୍ତ 45 ରାଇସ୍। ତେଣୁ ନିଶ୍ଚିତ ଭାବରେ ଗର୍ଭବତୀ ମା ମାନଙ୍କ ପାଇଁ ଛୋଟ ଛୁଆ ମାନଙ୍କ ପାଇଁ ଓ ବୃଦ୍ଧ ମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ। ତେଣୁ ମାର୍କେଟ ଯେତେବେଳେ ଚାଉଳ କିଣୁଛନ୍ତି ଆଉ ଘରକୁ ଆଣି ମା ମାନେ ସେ ଚାଉଳକୁ ବାଛିକି ଅଲଗା କରନ୍ତୁ ନାହିଁ। ସେ ଚାଉଳକୁ ନିଶ୍ଚିତ ଭାବରେ ଖାଦ୍ୟରେ ବ୍ୟବହାର କରନ୍ତୁ ଯାହାଦ୍ୱାରା ଆମର ଯୋଉ ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଅଭାବ ରହିଛି ତାହା ପୂରଣ ହୋଇପାରିବ। ଭାବୁଛି ଆପଣ ସମସ୍ତଙ୍କର କନଫ୍ୟୁଜନ ବହୁତ ମାତ୍ରାରେ ଦୂର ହୋଇଥିବ। ତେଣୁ ଏହା ପ୍ଲାଷ୍ଟିକ ଚାଉଳ ନୁହେଁ। ଅନେକ ଜଣ ଏହାକୁ ପ୍ଲାଷ୍ଟିକ ଚାଉଳ କହି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ତେଣୁ ପ୍ଲାଷ୍ଟିକ ଚାଉଳ ଆଉ ଆମର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଚାଉଳ ଭିତରେ ବହୁତ ତଫାତ ରହିଛି। ତେଣୁ ନିଶ୍ଚିତ ଭାବରେ ଆପଣ ଏହାକୁ ୟୁଜ କରନ୍ତୁ। ଏହା ଶରୀର ପାଇଁ ବହୁତ ସ୍ୱାସ୍ଥ୍ୟକର ଅଟେ। ଏଇଭଳିଆ ସବୁ ଇନଫର୍ମେଟିଭ ଭିଡିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ କରନ୍ତୁ। ପୁଣି ଦେଖା ହବ ଆଉ ଗୋଟେ ଭିଡିଓରେ। ଜୟ ଜଗନ୍ନାଥ।